माइक देवे ना हरे कीर्तन कृष्णा शुरू जातु हरे देखिए आसबि कृष्णा जातु कृष्णा कृष्णा हरे 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 राम 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 हरे हरे। ओम ज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपकमह्यं ददाति स्वपदान्तिकम् वन्देऽहं श्रीगुरो पदकमलं श्रीगुरुन् वैष्णवंश्च श्रीरूपं सग्रजातं सगणरघुनाथ नितान्तं सजीवं साद्वैतं सावधूतं हरिजनसहितं कृष्णं चैतन्यदेवं श्रीराधा कृष्णपादान् सगणललिता श्रीविशाखान्वितं च हे कृष्ण करुणा सिन्धो दीनबन्धो जगत्पते गोपेश गोपिकान्त राधाकान्त नमोऽस्तुते तप्तकाञ्चन गौराङ्गी राधे वृन्दावनेश्वरी वृषभानुसुते देवी प्रणमामि हरिप्रिये वंशाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। नमो महावदनाय कृष्णप्रेमप्रदायते कृष्णाय कृष्णचैतन्य नमने गौरतिसे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे। आज एठार उपस्थित भक्त सज्जन वृंद एवं मातृवृंद आज भगवान श्री जगन्नाथ बलदेव सुभद्रा महारानी रथयात्रा उत्सव विश्वर अनेक देश मानक पालित होउछि एवं विशेष भाव आमर ओडिशार पुरी धाम रे जगन्नाथंकर ये रथयात्रा उत्सव पालित होउछि एवं आज आम एठारे अनुगुल रे मध्य इस्कन तरफ आम जगन्नाथंकर रथयात्रा उत्सव पालन करुचे। तेबे जगन्नाथंकर जो रथयात्रा उत्सव यह होउछि भक्त मानकु दर्शन दे सेमानंकु मुक्त करिवार उत्सव। भगवान जगन्नाथ से होउछन्ति स्वयं कृष्ण एवं कृष्णकर ये रूप जगन्नाथ रूप ये होउछि भक्त भाव विभावित रूप। भक्त भाव भगवान कृष्ण विभावित है ये जगन्नाथ रूप ग्रहण करछन्ति। तेणु भक्त मान के प्रति भगवान सब समय सदय होती एवं विशेष भाव जगन्नाथंकर रथयात्रा उत्सव ता भक्त मान ऊपर कृपा करने उद्दिष्ट। से शास्त्र कहुई रथस्थम वामनम दृष्ट पुनर्जन्म न लभ्यते। रथरे भगवान वामन जगन्नाथ को दर्शन कले
ବ୍ୟକ୍ତି ପୁନର୍ଜନ୍ମ ଆଉ ପ୍ରାପ୍ତ ହେବନି। ତେଣୁ ଭଗବାନ ଶ୍ରୀ ଜଗନ୍ନାଥ ଏହି ନବଦିନାତ୍ମକ ଯେଉଁ ଯାତ୍ରା ଆରମ୍ଭ କରିଛନ୍ତି, ଏହା ହେଉଛି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାତ୍ରା। ଏବଂ ସ୍କନ୍ଦ ପୁରାଣରେ ଭଗବାନ ନିଜେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ଏ ଆଦେଶ ପ୍ରଦାନ କରିଥିଲେ ଯେ ସେ ପ୍ରତିବର୍ଷ ରଥ ଆରୋହଣ କରି ତାଙ୍କର ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ତେଣୁ ଗୁଣ୍ଡିଚା ମନ୍ଦିର ଜଗନ୍ନାଥଙ୍କର ଜନ୍ମସ୍ଥାନ ଅର୍ଥାତ୍ ବୃନ୍ଦାବନ। ତେଣୁ ଭଗବାନ ଜଗନ୍ନାଥ ପ୍ରତିବର୍ଷ ସେ ବୃନ୍ଦାବନ ଯାତ୍ରାର ଏହି ଉତ୍ସବ ରଥଯାତ୍ରା ମାଧ୍ୟମରେ ପାଳନ କରୁଛନ୍ତି। ଜଗନ୍ନାଥଙ୍କର ଶ୍ରୀମନ୍ଦିର ହେଉଛି ଦ୍ୱାରକା। ତେଣୁ ରଥଯାତ୍ରାରେ ଭଗବାନ ଦ୍ୱାରକାରୁ ବୃନ୍ଦାବନ ଯାତ୍ରା କରୁଛନ୍ତି। ତେଣୁ ବୈଷ୍ଣବ ତନ୍ତ୍ରରେ କୁହାଯାଇଛି ମଥୁରା ଦ୍ୱାରକା ଲୀଳା ଯା କରତି ଚ ଗୋକୁଳେ ନୀଳାଚଳ ସ୍ଥିତ କୃଷ୍ଣ ସ୍ଥାଏବ ରଚତି ପ୍ରଭୁ। ଭଗବାନ କୃଷ୍ଣ ମଥୁରା ଦ୍ୱାରକା ଏବଂ ଗୋକୁଳରେ ଯେଉଁ ଲୀଳାମାନ କରିଥାନ୍ତି, ସେ ନୀଳାଚଳରେ ସ୍ଥିତ ହୋଇ ଜଗନ୍ନାଥ ରୂପରେ ସେଇ ତିନୋଟି ଧାମର ଲୀଳା ଏକସାଥିରେ ସମ୍ପାଦନ କରିଥାନ୍ତି। ତେଣୁ ଶ୍ରୀମନ୍ଦିରରେ ଭଗବାନ ଜଗନ୍ନାଥଙ୍କର ଯେଉଁ ସବୁ ପୂଜା ବିଧିମାନ ରହିଛି, ସେଥିରେ ସେଇ କୃଷ୍ଣଙ୍କର ସବୁ ଲୀଳାମାନ ସେଥିରେ ଦେଖାଯାଏ। ଯେପରି ମାତା ଯଶୋଦା ଭଗବାନ କୃଷ୍ଣଙ୍କୁ ପ୍ରାତଃ କାଳରେ ଶଯ୍ୟାରୁ ଉଠାଇଥାନ୍ତି। ଆପଣମାନେ ଯଦି କେହି ଜଗନ୍ନାଥ ମନ୍ଦିରରେ ମଙ୍ଗଳ ଆଳତୀରେ ଯୋଗଦାନ କରିଥିବେ, ମଙ୍ଗଳ ଆଳତୀ ଆରମ୍ଭ ହେବା ପୂର୍ବରୁ ଯେଉଁ ଗୀତମାନ ବୋଲାଯାଏ, ସେ ହେଉଛି ସବୁ ବୃନ୍ଦାବନର ଗୀତ, ଯେ ଯଶୋଦା ମାତା କୃଷ୍ଣଙ୍କୁ ଉଠାଉଛନ୍ତି। ତେଣୁ ଭଗବାନ ଜଗନ୍ନାଥ ଭକ୍ତମାନଙ୍କ ଉପରେ ବିଶେଷ ଭାବରେ ବ୍ରଜବାସୀ ଭକ୍ତମାନଙ୍କ ଉପରେ କୃପା କରିବା ପାଇଁ ଏହି ନବଦିନାତ୍ମକ ରଥଯାତ୍ରା ଉତ୍ସବ ପାଳନ କରିଥାନ୍ତି। ତେଣୁ ଗୁଣ୍ଡିଚା ମନ୍ଦିରରେ ସେଥିପାଇଁ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି। ନୀଳାଦ୍ରୌ 10 ବର୍ଷାଣି ଗୁଣ୍ଡିଚା ମଣ୍ଡପେ ଦିନେ। ନୀଳାଦ୍ରିରେ ଜଗନ୍ନାଥଙ୍କୁ 10 ବର୍ଷ ଧରି ଦର୍ଶନ କଲେ ଯେଉଁ ଫଳ ପ୍ରାପ୍ତ ହୋଇଥାଏ, ଗୁଣ୍ଡିଚା ମଣ୍ଡପରେ ଗୋଟିଏ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ସେହି ଫଳ ପ୍ରାପ୍ତ ହୋଇଥାଏ। ଏବଂ ତା ସହିତ ଗୁଣ୍ଡିଚା ମଣ୍ଡପରେ ଦିନରେ ଦର୍ଶନ କଲେ ଜଗନ୍ନାଥଙ୍କୁ ଯେଉଁ ଫଳ ପ୍ରାପ୍ତ ହୋଇଥାଏ, ରାତ୍ରିରେ ଦିବାତ ଦର୍ଶନ ପୁଣ୍ୟଂ ରାତ୍ରୌ 10 ଗୁଣ ଭବେତ୍। ତ ଦିନ ବେଳେ ଭଗବାନ ଜଗନ୍ନାଥଙ୍କୁ ଗୁଣ୍ଡିଚା ମଣ୍ଡପରେ ଦର୍ଶନ କଲେ ଯେଉଁ ଫଳ ପ୍ରାପ୍ତ ହୁଏ, ରାତ୍ରି ସମୟରେ ଦର୍ଶନ କଲେ ତାଠାରୁ 10 ଗୁଣ ଅଧିକ ଫଳ ପ୍ରାପ୍ତ ହୁଏ। ସେଥିପାଇଁ ଗୁଣ୍ଡିଚା ମଣ୍ଡପରେ ରାତ୍ରି ଦର୍ଶନର ମହତ୍ତ୍ୱ ରହିଛି। ତେବେ ଏହି ରଥଯାତ୍ରାର ଯେଉଁ ପୂର୍ବ କଥା ରହିଛି, ଯାହାକୁ କି ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେତେବେଳେ ନୀଳାଚଳରେ ନିବାସ କରୁଥିଲେ, ସେତେବେଳେ ରଥଯାତ୍ରା ସମୟରେ ସ୍ୱୟଂ ଭକ୍ତମାନଙ୍କ ସହିତ ରଥ ସମ୍ମୁଖରେ ନୃତ୍ୟ କରି ସେ ଭାବକୁ ପ୍ରକଟ କରିଥିଲେ। ଯେତେବେଳେ ଭଗବାନ କୃଷ୍ଣ ବୃନ୍ଦାବନ ତ୍ୟାଗ କରି ମଥୁରା ଏବଂ ପରବର୍ତ୍ତୀ ଅବସ୍ଥାରେ ଦ୍ୱାରକାରେ ଯାଇ ନିବାସ କଲେ, ସେତେବେଳେ ଭଗବାନ କୃଷ୍ଣଙ୍କର ବିରହରେ ସମସ୍ତ ବ୍ରଜବାସୀମାନେ ଅତ୍ୟନ୍ତ ଦୁଃଖାଭିଭୂତ ହୋଇ ସେମାନେ ଅନ୍ନ, ଜଳ ଏବଂ ଶୟନ ଏସବୁ ତ୍ୟାଗ କରିଥିଲେ। ବ୍ରଜରେ ଚୁଲି ଜଳୁନଥିଲା ଭଗବାନ କୃଷ୍ଣଙ୍କର ବିରହରେ, ଏପରି ସ୍ଥିତି ଉତ୍ପନ୍ନ ହୋଇଥିଲା। ତେବେ ଯେତେବେଳେ ଭଗବାନ କୃଷ୍ଣ ଦ୍ୱାରକାବାସୀମାନଙ୍କ ସହ କୁରୁକ୍ଷେତ୍ର ଆସିଥିଲେ, ସୂର୍ଯ୍ୟ ପରାଗ ଅବସରରେ, ସେତେବେଳେ ବୃନ୍ଦାବନବାସୀମାନେ ଚିନ୍ତା କଲେ ଯେ କୃଷ୍ଣଙ୍କୁ ସେମାନେ ଅନେକ ବର୍ଷ ଧରି ଦର୍ଶନ କରିନାହାନ୍ତି, ତେଣୁ ଏହି ସୂର୍ଯ୍ୟଗ୍ରହଣ
ଅବସରରେ ସେମାନେ ମଧ୍ୟ କୁରୁକ୍ଷେତ୍ର ଯାତ୍ରା କରିବେ ଏବଂ କୁରୁକ୍ଷେତ୍ରରେ ଭଗବାନ କୃଷ୍ଣଙ୍କୁ ଦର୍ଶନ ଲାଭ କରିବେ। ତେଣୁ ଭଗବାନ କୃଷ୍ଣ ନିଜର ଦ୍ୱାରକାବାସୀମାନଙ୍କ ସହିତ କୁରୁକ୍ଷେତ୍ର ଆସିଛନ୍ତି, ବ୍ରଜବାସୀମାନେ ମଧ୍ୟ କୁରୁକ୍ଷେତ୍ରରେ ପହଞ୍ଚିଛନ୍ତି। ତେବେ ବ୍ରଜବାସୀମାନଙ୍କର ଭାବ ସବୁ ସମୟରେ ବ୍ରଜ ଭାବରେ କୃଷ୍ଣଙ୍କୁ ସେମାନେ ଗୋପ ଭାବରେ ଦର୍ଶନ କରିବାକୁ ଚାହିଁଥାନ୍ତି। କିନ୍ତୁ ଭଗବାନ କୃଷ୍ଣ ଦ୍ୱାରକାରେ ସେ ରାଜବେଶରେ ଥିଲେ। ତେଣୁ ରାଜ ପୋଷାକ, ରାଜ ମୁକୁଟ ଏବଂ ସାଥିରେ ତାଙ୍କର ସୈନ୍ୟବାହିନୀ, ହାତୀ, ଘୋଡ଼ା, ରଥ ଏବଂ ଅନେକ ଲୋକଙ୍କର ସେଠାରେ ସମ୍ମେଳନ ହେଇଥିଲା। ତେଣୁ ସେ ଅବସ୍ଥାରେ ଭଗବାନ କୃଷ୍ଣଙ୍କୁ ଯେତେବେଳେ ବ୍ରଜବାସୀମାନେ ଦର୍ଶନ କଲେ, ଯଦିଓ ସେମାନେ ପ୍ରସନ୍ନ ହେଲେ କୃଷ୍ଣଙ୍କୁ ଦର୍ଶନ କରି ବହୁ ବର୍ଷ ପରେ, କିନ୍ତୁ ସେମାନେ ଚାହୁଁଥିଲେ ବିଶେଷ ଭାବରେ କୃଷ୍ଣଙ୍କୁ ବ୍ରଜ ବେଶରେ, ଗୋପ ବେଶରେ ଦର୍ଶନ କରିବା ପାଇଁ। ତେଣୁ ବିଶେଷ ଭାବରେ ଗୋପୀମାନେ ଏବଂ ଶ୍ରୀମତୀ ରାଧାରାଣୀ ସେ କୃଷ୍ଣଙ୍କୁ ରଥରେ ବୃନ୍ଦାବନ ଫେରାଇ ଆଣିବାକୁ ଚାହୁଁଥିଲେ, କିନ୍ତୁ କୃଷ୍ଣଙ୍କ ପାଇଁ ସେ ସମୟରେ ସମ୍ଭବ ନଥିଲା ଯେ ସେ ବୃନ୍ଦାବନ ଫେରିଯିବେ। ତେବେ ଏଇ ଯେଉଁ ରଥଯାତ୍ରା ଉତ୍ସବ, ତାହା ହେଉଛି ବ୍ରଜବାସୀମାନଙ୍କର ସେହି ଇଚ୍ଛାକୁ ପୂର୍ଣ୍ଣ କରିବାର ଉତ୍ସବ। ଯେଉଁ ବ୍ରଜବାସୀମାନେ କୃଷ୍ଣଙ୍କୁ ଚାହିଁଥିଲେ ବ୍ରଜକୁ ଫେରାଇ ନେବା ପାଇଁ, ରଥରେ ଯେଉଁ ରଥରେ କୃଷ୍ଣ ଆସିଥିଲେ ଦ୍ୱାରକାରୁ, ସେହି ରଥକୁ ଟାଣି ନେଇ ସେମାନେ ବ୍ରଜକୁ ନେଇଯାଇଥାନ୍ତି କୃଷ୍ଣଙ୍କୁ। କିନ୍ତୁ ଯେହେତୁ ସେ ସମୟରେ ଏହା ସମ୍ଭବ ନଥିଲା, ତେଣୁ ଭଗବାନ କୃଷ୍ଣ ବ୍ରଜବାସୀମାନଙ୍କର ପ୍ରେମରେ ବିଭାବିତ ହେଇ ଏଇ ଯେଉଁ ନବଦିନାତ୍ମକ ଯାତ୍ରା କରୁଛନ୍ତି ନୀଳାଚଳରୁ ସୁନ୍ଦରାଚଳ, ଇଏ ହେଉଛି ଦ୍ୱାରକାରୁ ବୃନ୍ଦାବନ ଯାତ୍ରା। ତେଣୁ ଚୈତନ୍ୟ ମହାପ୍ରଭୁ ରଥ ସମ୍ମୁଖରେ ଭକ୍ତମାନଙ୍କୁ ନେଇ ଯେତେବେଳେ ନୃତ୍ୟ କରୁଥିଲେ, ସେତେବେଳେ ସେଇ ରାଧାରାଣୀଙ୍କର ଭାବକୁ ସେ ପ୍ରକଟ କରିଥିଲେ। ଯହ କୌମାର ହର ଶୟେ ବହିବର ସ୍ଥାଏବ ଚୈତ୍ର କ୍ଷପା ସ୍ତେଚୋନ୍ମିଳିତ ମାଳତି ସୁରଭୟ ପ୍ରୌଢ଼ା କଦମ୍ବା ନୀଳା सा चैवास्मि तथापि तत्र सुरत व्यापार लीला विधौ रेवारोधसी वेतसी तरुतले चेत समुत्कंठते। तेणु श्रीमती राधाराणी ये भाव प्रकाश करते कृष्ण को कुरुक्षेत्र देखी जे जो कृष्ण कुमार अवस्था से मोर प्रिय होते, मु वर्तमान से कृष्ण मोर सम्मुखें रही, मुझर प्रेमिका एठारे उपस्थित रही, किंतु मोर मन ए स्थान रे सेते आकर्षित होनी, कारण एठारे अनेक रथ, अनेक हाथी, घोड़ा, सैन्य सामंत, अनेक लोकंकर भीड़। तेणु मु चाहूँगी जे कृष्ण मो सहित से वृंदावन को फेरी जातु, रेवारोधसी बेतसी तरुतले। तेणु जमुना कूलर कुंज बनरे मु कृष्ण को सेठारे देखा चाहूँगी। तेणु यही भाव थिला श्रीमती राधाराणीकर। चैतन्य महाप्रभु जगन्नाथ रथ सम्मुख नृत्य कीर्तन करने समय से यही भाव को प्रकट करते। तेणु जगन्नाथ जितेबाला रथरे जाउछंती गुंडीचा मंदिर, सेतेबाला पुरी रे वर्तमान परी जो बड़दाण्ड रही से केवल बालू बालिका से बाली रे भर्ती थिला बड़दाण्ड, बाली उपरे रथ चलुथिला। तेणु ता जमुना पुलिनार भ्रम सृष्टि करुथिला। तेणु जमुना कूलर जपरी बाली रही था, जमुना कूलर नदी बाली, तेणु बड़दाण्ड जमुना कूलर नदी बाली रे भ्रम सृष्टि करुथिला। एवं बड़दाण्डर दुई पार्श्वर उद्यान मान रही थिला। तार अर्थ जितेबाला जगन्नाथ रथ आरोहण करी बड़दाण्ड रे जाउथिले, से दुई पार्श्वर सब उद्यान मान दर्शन करी से वृंदावन कथा चिंता करुथिले जे ये से वृंदावन यात्रा करुछंती। तेणु एहीपरि भाव
ଯେତେବେଳେ ଭଗବାନ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଯାଇ ନିବାସ କରୁଛନ୍ତି, ସେ ବ୍ରଜବାସୀ ମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେଠାରେ ସେ ଲକ୍ଷ୍ମୀ ଦେବୀଙ୍କୁ ସାଥିରେ ନେଉନାହାନ୍ତି। ଲକ୍ଷ୍ମୀ ଦେବୀଙ୍କ ସହିତ ଯେଉଁ ଅନବସର ସମୟରେ ଭଗବାନ ଜଗନ୍ନାଥ ଲକ୍ଷ୍ମୀ ଦେବୀଙ୍କ ସହିତ ସମୟ ବ୍ୟତୀତ କରିଥାନ୍ତି, କାରଣ ତାଙ୍କୁ ମଧ୍ୟ ଆନନ୍ଦ ପ୍ରଦାନ କରିବାକୁ ପଡ଼ିବ। କାରଣ ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ଭ୍ରାତା ଏବଂ ଭଗ୍ନୀଙ୍କ ସହିତ ସେ ରଥ ଆରୋହଣ କରି ଯିବେ, ଲକ୍ଷ୍ମୀଙ୍କୁ ସାଥିରେ ନ ନେଲେ ଲକ୍ଷ୍ମୀ ଅପମାନ ବୋଧ କରିବେ। ତେଣୁ ଭଗବାନ ଜଗନ୍ନାଥ ଅନବସର ସମୟରେ ସେ ଲକ୍ଷ୍ମୀ ଦେବୀଙ୍କ ସହିତ ବିହାର କରିଥାନ୍ତି ଏବଂ ଲକ୍ଷ୍ମୀ ଦେବୀଙ୍କୁ ତାଙ୍କଠାରୁ ଅନୁମତି ନେଇ ସେହି ରଥଯାତ୍ରାରେ ଭ୍ରାତା ବଳରାମ ଏବଂ ଭଗ୍ନୀ ସୁଭଦ୍ରାଙ୍କ ସହିତ ଯାତ୍ରା କରିଥାନ୍ତି ବୃନ୍ଦାବନ। ତେବେ ଲକ୍ଷ୍ମୀ ଦେବୀ ତାଙ୍କର ବିରହ ସହ୍ୟ କରିପାରନ୍ତି ନାହିଁ ଜଗନ୍ନାଥଙ୍କର ଏହି 7 ଦିନର ବିରହ। ତେଣୁ ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଦେବୀ କ୍ରୋଧରେ, ଯେହେତୁ ଜଗନ୍ନାଥ ଫେରି ନାହାନ୍ତି ଶ୍ରୀମନ୍ଦିରକୁ, କ୍ରୋଧରେ ଯାଇ ସେଠାରେ ଜଗନ୍ନାଥଙ୍କର ରଥ ଭାଙ୍ଗିଥାନ୍ତି। ତେଣୁ ଏସବୁ ରହିଛି ଜଗନ୍ନାଥଙ୍କର ଲୀଳାମାନ। ତେବେ ଯାହା ହେଉ, ହେରା ପଞ୍ଚମୀ ପରେ ପରେ ପୁଣି ଜଗନ୍ନାଥଙ୍କର ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ ଶ୍ରୀମନ୍ଦିରକୁ ଫେରିଯିବା ପାଇଁ। ତେଣୁ ଏଇ ଯେଉଁ ଯାତ୍ରା, ଜଗନ୍ନାଥ ଏଇ ରଥଯାତ୍ରା ମାଧ୍ୟମରେ ସମସ୍ତ ଜନତାକୁ ଦର୍ଶନ ଦେଇ ସେମାନଙ୍କୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି। ତେଣୁ ସେଥିପାଇଁ କୁହାଯାଇଛି ଦର୍ଶନ ମୁକ୍ତିଦ ସାକ୍ଷାତ ସର୍ବତୀର୍ଥ ଫଳପ୍ରଦ। ଜଗନ୍ନାଥଙ୍କୁ ଦର୍ଶନ କରିବା ମାତ୍ରେ ଜଣେ ବ୍ୟକ୍ତି ମୁକ୍ତିକୁ ପ୍ରାପ୍ତ ହୋଇପାରେ ଏବଂ ସମସ୍ତ ତୀର୍ଥଯାତ୍ରାର ଫଳ ମଧ୍ୟ ପ୍ରାପ୍ତ ହୋଇପାରେ। ତେଣୁ ଜଗନ୍ନାଥଙ୍କର ଏଇ ଯେଉଁ ରଥଯାତ୍ରା, ଇଏ ପତିତ ଜନମାନଙ୍କୁ ଉଦ୍ଧାର କରିବାର ଯାତ୍ରା। ନିଜ ଦର୍ଶନ ଦେଇ ଜଗନ୍ନାଥ ସମସ୍ତଙ୍କୁ, ପତିତମାନଙ୍କୁ ଉଦ୍ଧାର କରୁଛନ୍ତି ଏବଂ ଏହିପରି ଭାବରେ ସେ ପତିତ ପାବନ ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି। ତେଣୁ ଆଜିର ଏହି ରଥଯାତ୍ରା ଆମେ ଏଠାରେ ପାଳନ କରୁଛେ। ଜଗନ୍ନାଥଙ୍କୁ ଆମେ ରଥରେ ଟାଣି ନେବା ଆମର ଗୁଣ୍ଡିଚା ମନ୍ଦିରକୁ। ତେବେ ଆମର ସେଇ ଭାବ ରହିବା ଆବଶ୍ୟକ, ଯେପରି କୃଷ୍ଣଙ୍କର ରଥକୁ ବ୍ରଜବାସୀମାନେ ବୃନ୍ଦାବନକୁ ଟାଣି ନେବାର ପ୍ରୟାସ କରିଥିଲେ, ସେହିପରି ଏହି ରଥଯାତ୍ରାରେ ସମସ୍ତ ଦର୍ଶକ ବା ଯେଉଁମାନେ ଭାଗ ନେଉଛନ୍ତି ରଥଯାତ୍ରାରେ, ସେମାନେ ସେଇ ବ୍ରଜବାସୀମାନଙ୍କର ଭାବରେ ଜଗନ୍ନାଥଙ୍କର ରଥକୁ ବୃନ୍ଦାବନ ଟାଣି ନେବାର ପ୍ରୟାସ କରିବେ। ତେଣୁ ଆମର ସେଇ ଭାବରେ ଆମେ ନୃତ୍ୟ କୀର୍ତ୍ତନ ଏବଂ ଜଗନ୍ନାଥଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଆମେ ତାଙ୍କର ରଥ ଟାଣି ଆମେ ନିଜର ଜୀବନକୁ ସାର୍ଥକ କରିବା ଏବଂ ଭଗବାନଙ୍କର ରଥଯାତ୍ରାରେ ଅଂଶଗ୍ରହଣ କରି ଆମେ ନିଶ୍ଚିତ ଭାବରେ ଜଗନ୍ନାଥଙ୍କର କୃପା ପ୍ରାପ୍ତ ହେବା ଏବଂ ଏଇ ଜନ୍ମ, ମନୁଷ୍ୟ ଜନ୍ମ ଯାହାକି ବାରମ୍ବାର ପ୍ରାପ୍ତ ହୁଏନି, এই ମନୁଷ୍ୟ ଜନ୍ମ ତାର ଉଦ୍ଦେଶ୍ୟ ହେଉଛି ଆମେ କିପରି ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହେବା। ତେଣୁ ଜଗନ୍ନାଥ ଆମକୁ ସେ ସୁଯୋଗ ପ୍ରଦାନ କରୁଛନ୍ତି ଜନ୍ମ ମୃତ୍ୟୁର ଚକ୍ରରୁ, ଦୁଃଖରୁ ମୁକ୍ତ ହେବାର ସୁଯୋଗ। ଶ୍ରୀଲ ପ୍ରଭୁପାଦ ମହାରାଜ, ଯିଏକି ଆମର ଅନ୍ତରାଷ୍ଟ୍ରୀୟ ଶ୍ରୀକୃଷ୍ଣ ଭାବନାମୃତ ସଂଘର ସଂସ୍ଥାପକ ଆଚାର୍ଯ୍ୟ, ସେ ସମଗ୍ର ପୃଥିବୀର ଲୋକମାନଙ୍କୁ এই ଜଗନ୍ନାଥଙ୍କର ଦର୍ଶନ କରେଇ ତାଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା କରିଥିଲେ। ତେଣୁ ଶ୍ରୀଲ ପ୍ରଭୁପାଦ ମହାରାଜ 70 ବର୍ଷ ବୟସରେ ବିଦେଶ ଯାତ୍ରା କରି ସେ ସର୍ବପ୍ରଥମ ଏହି ଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ 1967 ମସିହାରେ ସାନ ଫ୍ରାନ୍ସିସ୍କୋ ସହରରେ ଆରମ୍ଭ କରିଥିଲେ ଏବଂ ସେଠାରୁ ଏହି ରଥଯାତ୍ରା ଉତ୍ସବ ବିଶ୍ୱର ବିଭିନ୍ନ ଦେଶରେ ଅତି କମ୍ ସମୟ ମଧ୍ୟରେ ପରିବ୍ୟାପ୍ତ ହୋଇଥିଲା ଏବଂ ଆଜି ବିଶ୍ୱର ବିଭିନ୍ନ ଦେଶରେ
ଜଗନ୍ନାଥଙ୍କର ଏହି ରଥଯାତ୍ରା ଉତ୍ସବ ପାଳିତ ହେଉଛି ଏବଂ ଜଗନ୍ନାଥଙ୍କୁ ଦର୍ଶନ କରି ବିଭିନ୍ନ ଦେଶର ଧର୍ମାବଲମ୍ବୀମାନେ ସେମାନେ ଆମର ଏହି ସନାତନ ଧର୍ମକୁ ଗ୍ରହଣ କରି ଜଗନ୍ନାଥଙ୍କର ଭକ୍ତ ହେଉଛନ୍ତି ଏବଂ ତାଙ୍କର ଜୀବନକୁ ସାର୍ଥକ କରୁଛନ୍ତି। ସେଥିପାଇଁ ଆମେ ପ୍ରକୃତ ଗର୍ବ ଅନୁଭବ କରିବା ଆବଶ୍ୟକ ଯେ ପ୍ରଭୁପାଦ କିପରି ଭାବରେ ଜଗନ୍ନାଥଙ୍କୁ ସମଗ୍ର ବିଶ୍ୱରେ ପରିଚିତ କରାଇଛନ୍ତି ଏବଂ କିପରି ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କର ଏହି ରଥଯାତ୍ରା ଉତ୍ସବରେ ଅଂଶଗ୍ରହଣ କରି ଜଗନ୍ନାଥଙ୍କର ପ୍ରସାଦ ପ୍ରାପ୍ତ ହୋଇ ସେମାନେ ଜଗନ୍ନାଥଙ୍କର ଭକ୍ତ ହେଇଯାଉଛନ୍ତି। ଜୟ ଶ୍ରୀ ପ୍ରଭୁପାଦ କି। ତେଣୁ ଏହି ପ୍ରକାର ଯେଉଁ ଜଗନ୍ନାଥ ସେ ବର୍ତ୍ତମାନ ପ୍ରକୃତ ପକ୍ଷେ ଜଗତର ନାଥ ଭାବରେ ପରିଣତ ହୋଇଛନ୍ତି ଏବଂ ସମସ୍ତ ବିଶ୍ୱବାସୀ ବର୍ତ୍ତମାନ ଜଗନ୍ନାଥଙ୍କର ପୂଜା କରି ତାଙ୍କର ଭକ୍ତ ହୋଇ ନିଜ ଜୀବନକୁ କୃତାର୍ଥ କରୁଛନ୍ତି। ତେଣୁ ଆମେ ସେହି କ୍ରମରେ ଆଜି ଯେଉଁମାନେ ଏଠାରୁ ଉପସ୍ଥିତ ନାହାନ୍ତି ଆମେ ଯେତେବେଳେ ଜଗନ୍ନାଥଙ୍କର ରଥ ଟାଣି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବା ଆମେ ରାସ୍ତାରେ ଅନେକ ଲୋକମାନଙ୍କୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା। ଆମର ଯେଉଁଠାରେ 7 ଦିନ ଧରି ଆମର ଗୁଣ୍ଡିଚା ମନ୍ଦିରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିରେ ଅନେକ ଲୋକ ମଧ୍ୟ ଭାଗ ଗ୍ରହଣ କରିବେ। ସମସ୍ତେ ଜଗନ୍ନାଥଙ୍କର ଏହି ଉତ୍ସବରେ ଭାଗ ଗ୍ରହଣ କରି କୃତାର୍ଥ ହେବେ ଏବଂ ନିଜର ଜୀବନକୁ ସାର୍ଥକ କରିବେ। ହରେ କୃଷ୍ଣ 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 ହରେ 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 ରାମ ରାମ